Hello ପିଲାମାନେ, welcome to my YouTube channel ମୋ ସ୍କୁଲ ଓଡ଼ିଶା। Subscribe the channel and press the bell icon। ପିଲାମାନେ ପୂର୍ବ ଭିଡ଼ିଓରେ ତ ଆମେ ଆମର ପ୍ରଥମ ପାଠ କମ୍ପ୍ଲିଟ୍ କରିଦେଇଥିଲେ। ଆଜି ଆମେ ଆମ ଦଶମ ଶ୍ରେଣୀ ଇତିହାସର ଦ୍ୱିତୀୟ ପାଠ ପଢ଼ିବା। ତାହେଲେ ଆମ ଦ୍ୱିତୀୟ ପାଠ କ'ଣ ନା ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ। ଅର୍ଥାତ୍ ଆମେ ଅସହଯୋଗ ଆନ୍ଦୋଳନ ସମ୍ପର୍କରେ ଅଧିକ ଜାଣିବା ଆଉ ଓଡ଼ିଶାରେ କିପରି ଏହା କାମ କରିଥିଲା, ଓଡ଼ିଶାର ଲୋକମାନେ କେମିତି ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ, କ'ଣ କ'ଣ ସବୁ କରିଥିଲେ ତା ବିଷୟରେ ଅଧିକ ଜାଣିବା। ତେବେ ଚାଲ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅ, ଯାହାଦ୍ୱାରା ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପ୍ରଥମେ ତୁମେ ପାଇପାରିବ। ବୁଝିଲ? ତାହେଲେ ଅସହଯୋଗ ଆନ୍ଦୋଳନ ପଢ଼ିବା ପୂର୍ବରୁ ଆନ୍ଦୋଳନର ପୃଷ୍ଠଭୂମି ଜାଣିବା ଦରକାର। ଅର୍ଥାତ୍ ଆନ୍ଦୋଳନ କାହିଁକି ଆରମ୍ଭ ହେଲା। ତାହେଲେ ଆନ୍ଦୋଳନ କ'ଣ ପାଇଁ ଆରମ୍ଭ ହେଲା? ପ୍ରଥମ କାରଣ ହେଲା ଖିଲାଫତ ଆନ୍ଦୋଳନ। ତାହେଲେ এই ଖିଲାଫତ ଆନ୍ଦୋଳନ କିପରି ଅସହଯୋଗ ଆନ୍ଦୋଳନ କରିବାରେ এই ଖିଲାଫତ ଆନ୍ଦୋଳନ କିପରି ଅସହଯୋଗ ଆନ୍ଦୋଳନ ଷ୍ଟାର୍ଟ କରିବାରେ ସେ ସାହାଯ୍ୟ କଲା ତା ବିଷୟରେ ଜାଣିବା। ତାହେଲେ ଖିଲାଫତ ଆନ୍ଦୋଳନ କ'ଣ ନା ତୁମେ ଜାଣିଛ ପ୍ରଥମ ବିଶ୍ୱଯୁଦ୍ଧରେ ତୁର୍କୀ ମିତ୍ର ଶକ୍ତି ବିରୋଧରେ ଯୁଦ୍ଧ କରିଥିଲା, ହଁ ନା ନାହିଁ? ଯୁଦ୍ଧ ସମୟରେ କ'ଣ ହେଲା ନା ତୁର୍କୀ ହାରିଥିଲା, ହଁ ନା ନାହିଁ? ତୁର୍କୀ ହାରିଲାଠୁ କ'ଣ କରାହେଲା? ତୁର୍କୀ ସାମ୍ରାଜ୍ୟକୁ ବିଭାଜିତ କରିଦିଆଗଲା, ଦିଭାଗ କରିଦିଆଗଲା, ଅଲଗା ଅଲଗା ଭାଗ କରିଦେଲେ। ତୁର୍କୀ ପ୍ରତି ଏଭଳି ବ୍ୟବହାର ଭାରତର ମୁସଲମାନଙ୍କୁ ବ୍ୟଥିତ ଓ କ୍ରୋଧାନ୍ୱିତ କଲା। ତୁର୍କୀ ପ୍ରତି ଅର୍ଥାତ୍ ତୁର୍କୀକୁ ଯେଉଁ ଭାଗ ଭାଗ କରିଦେଲେ ସେଥିରେ ଯେଉଁ ମୁସଲମାନ ମାନେ ଥିଲେ, ଭାରତୀୟ ମୁସଲମାନ ସେମାନଙ୍କୁ ଦେଖି କ୍ରୋଧାନ୍ୱିତ ହେଲେ, କହିଲେ ତୁର୍କୀକୁ ଏଭଳିଆ କରିବା କଥା ନୁହେଁ। ତୁର୍କୀର ସୁଲତାନ କିଏ ଥିଲେ ନା ଧର୍ମଗୁରୁ ବା ଖଲିଫା, ତାଙ୍କୁ କ'ଣ କୁହାଯାଉଥିଲେ? ଖଲିଫା କୁହାଯାଉଥିଲା। ତେଣୁ ସେମାନେ ସୁଲତାନକୁ ସମର୍ଥନ ଜଣାଇ, ସୁଲତାନ କ'ଣ ନା ତାଙ୍କର ଯିଏ ଧର୍ମଗୁରୁ, ତାଙ୍କୁ ଧର୍ମଗୁରୁ ବା ଖଲିଫା କୁହାଯାଉଥିଲା, ତାଙ୍କର ଯିଏ ମୁଖ୍ୟ ସେଇ ସୁଲତାନକୁ ସମର୍ଥନ ଜଣାଇ ତାଙ୍କର କ୍ଷମତା ହ୍ରାସ ବିରୁଦ୍ଧରେ ଯେଉଁ ତାଙ୍କର କ୍ଷମତା ହ୍ରାସ କରାଯାଇଛି ତା ବିରୁଦ୍ଧରେ ମାନେ ତାଙ୍କ କ୍ଷମତା ପୁଣି ଫେରାଇ ଆଣିବା ପାଇଁ ଦୁଇ ଅଲି ଭ୍ରାତା କିଏ କିଏ? ଶୌକତ ଅଲି ଆଉ ମହମ୍ମଦ ଅଲିଙ୍କ ନେତୃତ୍ୱରେ ଖିଲାଫତ ଆନ୍ଦୋଳନ ଆରମ୍ଭ କଲେ। ତାହେଲେ এই ଆନ୍ଦୋଳନକୁ ଖିଲାଫତ କ'ଣ ପାଇଁ କୁହାଗଲା ନା ତୁର୍କୀର ସୁଲତାନ ଯେଉଁ ତାଙ୍କ ନାଁ ହେଲା ଖଲିଫା, ସେଇ ଖଲିଫାଙ୍କ ସମର୍ଥନରେ ଆନ୍ଦୋଳନ କରାଯାଇଥିବାରୁ, ଖଲିଫାଙ୍କୁ ସମର୍ଥନ କରି ଏହି ଆନ୍ଦୋଳନ କରାଯାଇଥିବାରୁ ଏହି ଆନ୍ଦୋଳନ ନାଁ କ'ଣ ହେଲା? ଖିଲାଫତ ଆନ୍ଦୋଳନ କୁହାଗଲା ବା ନାମ ଦିଆଗଲା। ବୁଝିଲ? ତାହେଲେ ଆନ୍ଦୋଳନର ପରିଚାଳନା ପାଇଁ, ଆନ୍ଦୋଳନକୁ ଯେଉଁ ପରିଚାଳନା କରିବା ପାଇଁ କ'ଣ କରାଗଲା, ଆନ୍ଦୋଳନ କେମିତି ହେବ ତା ବିଷୟରେ ସବୁ ନିଷ୍ପତ୍ତି ନେବା ପାଇଁ କ'ଣ କଲେ? ଗୋଟେ କମିଟି ଗଠନ କଲେ। ସେଇ କମିଟିର ନାଁ ହେଲା ଖିଲାଫତ କମିଟି। ବୁଝିଲ? ଏଥିରେ ଆଉ କିଏ କିଏ ଥିଲେ ନା ଦୁଇ ଅଲି ଭ୍ରାତା ତ ଥିଲେ, କିଏ? ମହମ୍ମଦ ଅଲି, ଶୌକତ ଅଲି। ତାଙ୍କ ବ୍ୟତୀତ ମୌଲାନା ଆବୁଲ କାଲାମ ଆଜାଦ, ହକିମ ହଜମଲ ଖାଁ ଆଉ ହସରତ ମୋହାନି ସଦସ୍ୟ ରହିଲେ। ମହାତ୍ମା ଗାନ୍ଧୀ ସମର୍ଥନ କରିଥିଲେ କି ନାହିଁ? ହଁ, ହିନ୍ଦୁ ଆଉ ମୁସଲମାନଙ୍କୁ ଏକତ୍ର କରିବା ପାଇଁ। ଯଦି ମୁସଲମାନଙ୍କ ଆନ୍ଦୋଳନରେ ଆମେ ସାହାଯ୍ୟ କରିବା ତାହେଲେ ସେମାନେ ହିନ୍ଦୁମାନଙ୍କ ପ୍ରତି ତାଙ୍କର ଭଲ ପାଇବା ବଢ଼ିବ। ତାହେଲେ ହିନ୍ଦୁ ଆଉ ମୁସଲମାନଙ୍କୁ ଏକତ୍ର କରିବା ପାଇଁ ସେଇଟା ଗୋଟେ ଉଦ୍ଦେଶ୍ୟ ଥିଲା। ଆଉ ଜାତୀୟ ଆନ୍ଦୋଳନ ଭିତ୍ତିଭୂମିକୁ ଦୃଢ଼ କରିବା ପାଇଁ ହିନ୍ଦୁ ମୁସଲମାନ ଏକାଠି ହେଇଗଲେ, ଏକାଠି ଭାଇ ଭାଇ ହେଇକି ଲଢ଼ିବେ। ଏକାଠି ଲଢ଼ିଲେ କ'ଣ ହେବ? ଜାତୀୟ ଆନ୍ଦୋଳନ ଆହୁରି ଏକତ୍ର ହେଇପାରିବ। ସମର୍ଥନ କରିବା ପାଇଁ ଗାନ୍ଧିଜୀ ତାକୁ ସମର୍ଥନ କଲେ। ତାହେଲେ ଦେଖ ଅଲି ଭ୍ରାତାଙ୍କ ଚିତ୍ର, ମହମ୍ମଦ ଅଲି, ଶୌକତ ଅଲି। ବୁଝିଲ? ତାହେଲେ ଦେଖ ଗୋଟେ ଜାଣିବା କଥା, ମୌଲାନା ଆବୁଲ କାଲାମ ଆଜାଦଙ୍କ ମୂଳ ନାମ କ'ଣ ଥିଲା? ମହିଉଦ୍ଦିନ ଅହମଦ। କ'ଣ ସେ ଜଣେ ନେତୃସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ, ଭାରତୀୟ ସମ୍ବିଧାନ ପ୍ରଣୟନ ସଭାର, ସମ୍ବିଧାନ ପ୍ରଣୟନ ପାଇଁ ଯେଉଁ ସଭା ବସିଥିଲା ତାର ସଦସ୍ୟ, ଆଉ ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ସିଏ ଥିଲେ। ତାଙ୍କ ପୁସ୍ତକ ନାମ କ'ଣ? ଇଣ୍ଡିଆ ୱିନ୍ସ ଫ୍ରିଡମ୍। ବୁଝିଲ? ଇଣ୍ଡିଆ ୱିନ୍ସ ଫ୍ରିଡମ୍ ତାଙ୍କ ପୁସ୍ତକ ନାମ। 1992 ମସିହାରେ ତାଙ୍କୁ ଭାରତ ରତ୍ନ ଉପାଧି ମିଳିଥିଲା। 1919 ନଭେମ୍ବରରେ ଗାନ୍ଧିଜୀ ନିଖିଳ ଭାରତ ଖିଲାଫତ ସମ୍ମିଳନୀର ସଭାପତି ନିର୍ବାଚିତ ହେଲେ। ବୁଝିଲ? ଖିଲାଫତ ଯେଉଁ ଆନ୍ଦୋଳନ ପାଇଁ ଯେଉଁ ଆମର କମିଟି ଗଠନ ହେଲା, ନିଖିଳ ଭାରତ ଖିଲାଫତ କମିଟି, ତାର ସଭାପତି କିଏ? ଗାନ୍ଧିଜୀ ହେଲେ। କେବେ? 1919ରେ। ତୁର୍କୀର ସୁଲତାନଙ୍କ ଅଧୀନରେ ଯଥେଷ୍ଟ ଅଞ୍ଚଳ, ବିଶେଷ କରି ମୁସଲମାନଙ୍କ ପବିତ୍ର ସ୍ଥାନଗୁଡ଼ିକୁ ନ ରଖିଲେ ସରକାରଙ୍କୁ ବର୍ଜନ ଓ ଅସହଯୋଗ କରିବା ପାଇଁ ସମ୍ମିଳନୀରେ ନିଷ୍ପତ୍ତି ନିଆଗଲା। ତାହେଲେ ସମ୍ମିଳନୀରେ କ'ଣ ନିଷ୍ପତ୍ତି ନିଆଗଲା ନା ତୁର୍କୀର ସୁଲତାନଙ୍କ ଅଧୀନରେ, ତାଙ୍କ ସୁଲତାନଙ୍କ ଅଧୀନରେ ଯଥେଷ୍ଟ ଅଞ୍ଚଳ ଯଦି ନ ରଖିବ ତାହେଲେ ସରକାରଙ୍କୁ ବର୍ଜନ ଏବଂ ଅସହଯୋଗ ଆନ୍ଦୋଳନ କରିବା ପାଇଁ ସେଇ ଯେଉଁ ସମିତି ହେଇଥିଲା ସେଇ ସମ୍ମିଳନୀରେ ନିଷ୍ପତ୍ତି ନିଆଗଲା। ଏହି ଧମକ ସତ୍ତ୍ୱେ, ଏଇ ଯେଉଁ ଧମକ ଦେଲେ ଲୋକମାନେ, ଏହି ଧମକ ସତ୍ତ୍ୱେ କ'ଣ ହେଲା ନା ପ୍ରଥମ ବିଶ୍ୱଯୁଦ୍ଧ ପରେ ତୁର୍କୀ ଉପରେ ଲଦି ଯାଇଥିବା ସେଭର୍ସ ଚୁକ୍ତି ଦ୍ୱାରା ସୁଲତାନଙ୍କ ଅଧିକୃତ ଅନେକ ଅଞ୍ଚଳ ତାଙ୍କ ଅଧୀନରୁ କାଢ଼ି ନିଆଗଲା। ଲୋକମାନେ ଯେତେ ଧମକ ଦେଲେ, କହିଲେ ଆମେ ତୁମକୁ ବର୍ଜନ କରିବୁ, ତୁମେ ଯଦି ନ ଦେବ, ତଥାପି ଇଂରେଜ ସରକାର କ'ଣ କଲେ? ତାଙ୍କଠାରୁ ତାଙ୍କ ଅଞ୍ଚଳ ନେଇଗଲେ। ଗାନ୍ଧିଜୀଙ୍କ ପରାମର୍ଶ କ୍ରମେ ନିଖିଳ ଭାରତ ଖିଲାଫତ କମିଟି କ'ଣ କଲା ନା ଅସହଯୋଗ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ଆନ୍ଦୋଳନ ଆରମ୍ଭ କଲା।
ତାହେଲେ 1920 ଜୁନ 9 ତାରିଖ ଆହ୍ଲାବାଦ ଠାରେ ଏକ ସର୍ବଦଳୀୟ ବୈଠକ ଗୋଟେ ସମସ୍ତଙ୍କ ଗୋଟେ ବୈଠକ ଡକା ହେଲା କେବେ ନା 1920 ଜୁନ 9 ତାରିଖରେ ଗୋଟେ ବୈଠକ ଡକା ହେଲା। ସେଇ ବୈଠକରେ କ'ଣ ଗଲା ନା ଏଠାରେ ଗାନ୍ଧୀଜୀଙ୍କ ନେତୃତ୍ୱରେ ଖିଲାଫତ କମିଟି ଇଂରେଜ ସରକାରଙ୍କ ସହିତ ସମ୍ପର୍କ ଛିନ୍ନ କରିବା ପାଇଁ ନିଷ୍ପତ୍ତି ନେଲା। ତାହେଲେ ସେଇ ବୈଠକରେ ନିଷ୍ପତ୍ତି ହେଲା ଯେ ଆମେ ଅସହଯୋଗ ଆନ୍ଦୋଳନ କରିବା। ବୁଝିପାରିଲ ଏପର୍ଯ୍ୟନ୍ତ କ'ଣ ପାଇଁ ଅସହଯୋଗ ଆନ୍ଦୋଳନ ଷ୍ଟାର୍ଟ ହେଲା। ତାପରେ ଆଉ କୋଉ ଦଳ ଏହାକୁ ସମର୍ଥନ କରିଥିଲେ ନା ମୁସଲିମ ଲିଗ ଆଉ ଭାରତୀୟ ଜାତୀୟ କଂଗ୍ରେସ ଖିଲାଫତ ଆନ୍ଦୋଳନକୁ ସମର୍ଥନ କରିଥିଲେ। କୋଉ ଦୁଇଟା ଦଳ ମୁସଲିମ ଲିଗ ଆଉ ଭାରତୀୟ ଜାତୀୟ କଂଗ୍ରେସ। 1920 ଅଗଷ୍ଟ 1 ତାରିଖରେ ଆନୁଷ୍ଠାନିକ ଭାବେ ଅସହଯୋଗ ଆରମ୍ଭ ହେଲା। ତାହେଲେ 1920 ଅଗଷ୍ଟ 1 ତାରିଖରୁ ଆନୁଷ୍ଠାନିକ ଭାବେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା। ମନେ ରଖିବ ଡେଟ୍ ଗୁଡ଼ା ବୁଝିଲ ଡେଟ୍ ଗୁଡ଼ାକୁ ମନେ ରଖିବ। ଉକ୍ତ ଦିନ କ'ଣ ହେଇଥିଲା ନା ସେଇ 1920 ଅଗଷ୍ଟ 1 ତାରିଖ ପୂର୍ବାହ୍ନରେ ମାନେ ସକାଳ ଟାଇମ୍ରେ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ଦେହାନ୍ତ ହୋଇଯାଇଥିଲା। ତାହେଲେ ତୁମେ ଜାଣିଛ ଲାଲ ବାଲ ପାଲ ଲାଲ କିଏ ଲାଲ ଲଜପତ ରାୟ ଆଉ ବାଲ ଗଙ୍ଗାଧର ତିଲକ ବିପିନ ଚନ୍ଦ୍ର ପାଲ ତାଙ୍କ ଭିତରୁ এই ତିଲକଙ୍କ ବିୟୋଗ ହୋଇଯାଇଥିଲା। ତାହେଲେ ତିଲକଙ୍କ ବିୟୋଗଜନିତ ଶୋକ ପାଳନ ଓ ଆନ୍ଦୋଳନ ଆରମ୍ଭର ମିଶ୍ରିତ ପ୍ରତିକ୍ରିୟାରେ ତିଲକଙ୍କ ବିୟୋଗ ହୋଇଥିଲା ସେଥିପାଇଁ ଲୋକ ଏକାଠି ହେଲେ ଆଉ ଆନ୍ଦୋଳନର ଆରମ୍ଭ ହୋଇଥିଲା। ମିଶ୍ରିତ ପ୍ରତିକ୍ରିୟାରେ କ'ଣ ହେଲା ନା ହରତାଳ ଆଉ ଶୋଭାଯାତ୍ରା ସଂଗଠିତ ହେଲା। ଅସହଯୋଗ ଆନ୍ଦୋଳନ ଇଂରେଜ ସରକାରଙ୍କ ବିରୋଧରେ ମହାତ୍ମା ଗାନ୍ଧୀଙ୍କ ପରିଚାଳିତ ପ୍ରଥମ ଗଣ ଆନ୍ଦୋଳନ। ଗଣ କହିଲେ ଲୋକ ତାମାନେ ଏତେ ବଡ଼ ସମଗ୍ର ଲୋକ ମିଶିକି ପ୍ରଥମ ଏଇଟା କ'ଣ ଥିଲା ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଗଣ ଆନ୍ଦୋଳନ ଥିଲା। ପ୍ରଥମ ଆନ୍ଦୋଳନ କହିଲେ ଚମ୍ପାରନ ଦେଖ କନଫ୍ୟୁଜ ହେବନି। ପ୍ରଥମ ଆନ୍ଦୋଳନ ଯେଉଁଟା ଚମ୍ପାରନ ଆନ୍ଦୋଳନ ସ୍ଥାନୀୟ ସ୍ତରରେ ଏଟା ହେଲା କ'ଣ ପ୍ରଥମ ଗଣ ଆନ୍ଦୋଳନ। ଏହି ଆନ୍ଦୋଳନ ବ୍ରିଟିଶ ସାମ୍ରାଜ୍ୟର ମୂଳଦୁଆକୁ ଦୋହଲାଇ ଦେଇଥିଲା। ତାହେଲେ କ'ଣ ଆଉ କ'ଣ କାରଣ ନା 1919 ଖ୍ରୀଷ୍ଟାବ୍ଦ ଯେଉଁ ରାଓଲତା ଆଇନ ଆଉ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପଢ଼ିଥିଲେ ଆମେ ତାର ଯେଉଁ ଅଭାବନୀୟ ଘଟଣା ଯୋଗୁଁ ଗାନ୍ଧୀଜୀଙ୍କର ଇଂରେଜ ସରକାରଙ୍କ ନୈତିକତା ତାଙ୍କର ଯେଉଁ ନୀତି ନିୟମ ଉପରୁ ପୁରା ବିଶ୍ୱାସ ହରାଇ ଯାଇଥିଲେ। ସେ ଇଂରେଜ ସରକାରଙ୍କ ଠାରୁ ସବୁ ପ୍ରକାର ସହଯୋଗ ଛିନ୍ନ କରି ଶାନ୍ତିପୂର୍ଣ୍ଣ ଭାବରେ ଅହିଂସା ଉପାୟରେ ଅସହଯୋଗ ଆନ୍ଦୋଳନର ଡାକରା ଦେଲେ। ବୁଝିଲ ଏ ପର୍ଯ୍ୟନ୍ତ। ତାପରେ ଦେଖ କ'ଣ ହେଲା ଡାକରା ଆସିଲା ହାରି ଅସହଯୋଗ ଆନ୍ଦୋଳନ ଷ୍ଟାର୍ଟ ହେବ ବୋଲି ଯେଉଁ କ'ଣ ଆନୁଷ୍ଠାନିକ ଭାବେ ନିଷ୍ପତ୍ତି ନିଆଗଲା। ତାପରେ ଆଉ କ'ଣ କାରଣ ରହିଥିଲା ଦେଖ ଭାରତ ଶାସନ ଆଇନ 1919ରେ ତ୍ରୁଟି ଅମୃତସର ଘଟଣାର ତଦନ୍ତ ପାଇଁ ନିଯୁକ୍ତ ହଣ୍ଟର କମିଟିଙ୍କ ବିବରଣୀର ପକ୍ଷପାତିତା ତଥା ଭାରତର ମୁସଲମାନଙ୍କ ଇଂରେଜ ବିରୋଧୀ ଖିଲାଫତ ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନର ଆହ୍ୱାନକୁ ସାକାର କରିବାରେ ସହାୟକ ହୋଇଥିଲା। ତାହେଲେ ଦେଖ ଏଇଟା ମୁଁ ତୁମ ପାଇଁ ଆନ୍ଦୋଳନର ଗୋଟେ ଚିତ୍ର ଆଣିଛି ଭାରି ମହାତ୍ମା ଗାନ୍ଧୀ ଯାଇଛନ୍ତି ବୁଝିଲ। ଚିତ୍ର ଦେଖ ଭଲ ଭାବେ ମହାତ୍ମା ଗାନ୍ଧୀ କିପରି ଆନ୍ଦୋଳନରେ ନେତୃତ୍ୱ ନେଉଛନ୍ତି। ତାପରେ ଆଉ କ'ଣ ପ୍ରଥମ କାରଣ ତ ଆମେ ଜାଣିଲେ ଖିଲାଫତ ଆନ୍ଦୋଳନ କିପରି ଭାବେ ସାହାଯ୍ୟ କଲା। ତାପରେ ଦେଖିବା ଭାରତ ଶାସନ ଆଇନ 1919 ଇଂଲଣ୍ଡର ବୈଦେଶିକ ସଚିବ ଏଡୱିନ୍ ମଣ୍ଟେଗୁ ଆଉ ଭାରତର ଭାଇସରାୟ ଲର୍ଡ ଚେମ୍ସଫୋର୍ଡଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସାମ୍ବିଧାନ ସଂସ୍କାର ଗୁଡ଼ିକ 1919 ଡିସେମ୍ବର 23 ଠାରୁ ଭାରତ ଶାସନ ଆଇନ 1919 ନାମରେ ପ୍ରଚଳିତ ହେଲା। ଅର୍ଥାତ୍ ଏଇ ଦୁଇ ଜଣ ଯେଉଁ ମିଶିକି ଏଇ ଦୁଇ ଜଣ ଲୋକ ଯେଉଁ ମିଶିକି ଯେଉଁ ସମ୍ବିଧାନ ସଂସ୍କାର ଗୁଡ଼ିକ ଭାରତ ପାଇଁ କରିଥିଲେ ସେଇଟାକୁ କୁହାଗଲା ଭାରତ ଶାସନ ଆଇନ 1919। ଏହି ଆଇନକୁ ମଣ୍ଟେଗୁ ଚେମ୍ସଫୋର୍ଡ ସଂସ୍କାର ମଧ୍ୟ କୁହାଯାଏ। ଏଥିରେ କେତେକ ତ୍ରୁଟି ଥିଲା। ତାହେଲେ ସେଇ ତ୍ରୁଟି ଗୁଡ଼ିକ କ'ଣ ଥିଲା ଏଇଟା ମନେ ରଖିବ। ଏଇଟା 2 ମାର୍କିଆ କ୍ୱେଶ୍ଚିନ୍ ବେଳେବେଳେ ପଳେଇ ଆସେ 1 ମାର୍କିଆ ବି ପଚାରି ଦିଏ। ମଣ୍ଟେଗୁ ଚେମ୍ସଫୋର୍ଡରେ ମଣ୍ଟେଗୁଙ୍କ ନାଁ କ'ଣ ଚେମ୍ସଫୋର୍ଡ କିଏ। ପ୍ରଥମ ତ୍ରୁଟି ତାହେଲେ ଦେଖ ପ୍ରଥମତଃ କ'ଣ ହେଇଥିଲା ନା ଭାଇସରାୟ ଓ ତାଙ୍କ କାର୍ଯ୍ୟକାରୀ ପରିଷଦ ଭାରତୀୟ ସଂସଦ ପରିବର୍ତ୍ତେ ବ୍ରିଟିଶ ମନ୍ତ୍ରିମଣ୍ଡଳ ନିକଟରେ ଉତ୍ତରଦାୟୀ ରହିଲେ। ଅର୍ଥାତ୍ ତାଙ୍କର ଯେଉଁ ମନ୍ତ୍ରିମଣ୍ଡଳ ଯାହା କାର୍ଯ୍ୟ କରିବ ସେ ବ୍ରିଟିଶ ମନ୍ତ୍ରିମଣ୍ଡଳକୁ ଯାଇକି ଜଣାଇବ। ତାହେଲେ ଏଥିରେ ଭାରତର କିଛି ପ୍ରଭାବ ରହିଲାନି। ଆଉ କ'ଣ ତ୍ରୁଟି ଥିଲା ନା ପ୍ରାଦେଶିକ ସ୍ତରରେ ଦ୍ୱୈତ ଶାସନ କ୍ଷମତା ବ୍ୟବସ୍ଥା ଅନୁଯାୟୀ ରାଜ୍ୟପାଳଙ୍କ ଅଧୀନରେ ରଖାଯାଇଥିବା ବିଭାଗ ଗୁଡ଼ିକ ଠାରୁ ଅପେକ୍ଷାକୃତ କମ୍ ଗୁରୁତ୍ୱପୂର୍ଣ୍ଣ ବିଭାଗ ମନ୍ତ୍ରିମଣ୍ଡଳ ଅଧୀନରେ ରହିଲା। ମନ୍ତ୍ରିମଣ୍ଡଳ ମନ୍ତ୍ରୀମାନଙ୍କୁ କ'ଣ କଲେ ଅଳ୍ପ କ୍ଷମତା ପ୍ରଦାନ କଲେ। ତାହେଲେ 2ଟା କାରଣ ଦେଖିଲେ। ତୃତୀୟରେ କ'ଣ ନା କେନ୍ଦ୍ରୀୟ ଓ ପ୍ରାଦେଶିକ ବ୍ୟବସ୍ଥାପକ ସଭାର ସଭ୍ୟମାନଙ୍କର ପୂର୍ବରୁ ଥିବା ମୁସଲମାନ ସମ୍ପ୍ରଦାୟ ବ୍ୟତୀତ ଶିଖ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଭିତ୍ତିକ ନିର୍ବାଚନ ଗଠିତ ହୋଇଗଲା। ତାହେଲେ ଏଠି କ'ଣ ହେଲା ନା ସମ୍ପ୍ରଦାୟ ଭିତ୍ତିକ ନିର୍ବାଚନ ଗଠନ କଲେ। ସମ୍ପ୍ରଦାୟ ଭିତ୍ତିକ ନିର୍ବାଚନ ମଣ୍ଡଳୀ ଗଠନ କରିଦେଲେ କ'ଣ ହେବ ଲୋକମାନଙ୍କ ମଧ୍ୟରେ ଏକତା କମିଯିବ। ଚତୁର୍ଥତ କ'ଣ ହେଲା ନା ଭୋଟ ଦାନ ଅଧିକାରକୁ ଅଧିକ ସଂକୁଚିତ କରାଗଲା। ତାହେଲେ ବୁଝିପାରିଲ ପ୍ରଥମ କାରଣ ହେଲା ତାର ପ୍ରଥମ କାରଣ କ'ଣ ହେଲା ପ୍ରଥମ କାରଣ ତ ଦେଖ ବ୍ରିଟିଶ ମନ୍ତ୍ରିମଣ୍ଡଳ ଅଧୀନରେ ରହିଲା। ଦ୍ୱିତୀୟ କାରଣ କ'ଣ ନା ଯେଉଁ ମନ୍ତ୍ରିମଣ୍ଡଳ ଅଧୀନରେ କମ୍ ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଲା। ତୃତୀୟରେ କ'ଣ ନା ସମ୍ପ୍ରଦାୟ ଭିତ୍ତିକ ନିର୍ବାଚନ ମଣ୍ଡଳୀ ଗଠନ କରିଦେଲେ। ଚତୁର୍ଥରେ ଭୋଟ ଦାନ ଅଧିକାରକୁ ଅଧିକ ସଂକୁଚିତ କରାଗଲା। ଏଥିରେ କ'ଣ ହେଲେ ନା ଗାନ୍ଧୀଜୀ ଅସନ୍ତୁଷ୍ଟ ହେଲେ। ସେଥିପାଇଁ କ'ଣ କଲେ ଏହା ମଧ୍ୟ ଗୋଟେ କାରଣ ହେଲା ଅସହଯୋଗ ଆନ୍ଦୋଳନ ଆରମ୍ଭ କରିବା
ପାଇଁ। तापर देखिए आमर आउ गोटे कारण कौन ना हंटर कमिटी रिपोर्ट। हंटर कमिटी कौन ना जालियानवाला हत्याकांड पर एक सरकारी तदंत पर दाबी हेबारु सरकार 1919 अक्टोबर 14 लॉर्ड हंटर को नेतृत्व में एक कमिटी गठन करथिले। अर्थात जो आम पढ़ी केते जण मरिथिले केते जण आहत होइथिले तार रिपोर्ट प्रस्तुत करने कौन हंटर को नेतृत्व में एक कमिटी गठन करथिले ताहाकू हंटर कमिटी कहगला। किंतु देखागला जे यही कमिटी केवल एक धुआं बाण थिला। अर्थात यह किसी काम कलानी केवल गोटे सरकार लोक मानक बुझाइवाई लोक मानक मध्य गोटे कौन सृष्टि करने कौन विश्वास सृष्टि करने गोटे कमिटी गठन करदेले। प्रकृत में ब्रिटिश लॉर्ड सभा जनरल डायर कार्य को अनुमोदन एवं तांको ब्रिटिश जनसाधारण 30,000 पाउंड संग्रह करथिले हैला से माने पैसा संग्रह कर देथिले। यह जानिबा परे भारतीय माने अत्यंत क्षुब्ध हेले अर्थात बहुत दुख प्रकाश कले। 1920 मसीहा सेप्टेम्बर 4 रु 9 तारिख पर्यंत कलिकता ठारे कांग्रेस एक स्वतंत्र अधिवेशन अनुष्ठित होइतिला। ए सब जानिया परे कोन हला ना 1920 सेप्टेम्बर 4 रु 9 पर्यंत कलिकता रे गोटे स्वतंत्र अधिवेशन अनुष्ठित हेला। एही अधिवेशन में गांधीजी असहयोग प्रस्ताव कांग्रेस द्वारा तार निष्पत्ति भाव गृहीत हैला। अर्थात तुम बुझिल जो जो कारण प्रथम पढ़ले खिलाफत आंदोलन बुझिल तापर भारत शासन रे त्रुटि भारत शासन आईन जो तापर जो हंटर कमिटी रिपोर्ट ए सब देखिला परे भारतीय माने अत्यंत क्षुब्ध हेले एवं कौन कले ना असहयोग आंदोलन करिया पई निष्पत्ति नेले। 1920 डिसेम्बर मासरे नागपुर ठारे अनुष्ठित कांग्रेस वार्षिक अधिवेशन रे यह अनुमोदित होइथिला एवं गांधीजी को बलिष्ठ नेतृत्व रे असहयोग आंदोलन चालू रखिया पई निष्पत्ति निया जाई थिला। ताहले पिले माने तुमे तो असहयोग आंदोलन पृष्ठभूमि भाव जो पढ़ीदेल बुझीदेल ताहले असहयोग आंदोलन पृष्ठभूमि कहले कौन पाई आरंभ होइथिला। नेक्स्ट वीडियो रे आमे कोन करबा ना असहयोग आंदोलन केमिति हैला तार कार्यक्रम कौन ता सफल हैला कि विफल हैला ता विषय नेक्स्ट वीडियो रे पढ़िबा। ताहले आज पई एतिकी चैनल को लाइक शेयर सब्सक्राइब कर दियो टेलीग्राम ग्रुप रे जॉइन हो जाओ डाउट हबो सेठी पचारिबो। ताहले आज पई एतिकी रहुची।